ଦୁଇଟି ଗାଡ଼ି ମୁହାଁମୁହିଁ ଧକ୍କା ହେବା ଫଳରେ ଘଟିଛି ଭୟଙ୍କର ଦୁର୍ଘଟଣା। ଗାଡ଼ି ଦୁଇଟିର ସମ୍ମୁଖ ଭାଗ ଭାଙ୍ଗିରୁଜି ଚୁରମାର ହୋଇଯାଇଥିବା ବେଳେ ଦୁଇ ଜଣ ଡ୍ରାଇଭର ଗାଡ଼ିର କେବିନ୍ ଭିତରେ ଚାପି ହୋଇ ରହିଯାଇଥିଲେ। ପରେ ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ହାଇଡ୍ରୋଲିକ୍ କଟର ଓ ଜେକର ସହାୟତାରେ ଦୀର୍ଘ ସମୟ ଉଦ୍ୟମ କରିବା ପରେ ଫସି ରହିଥିବା ଉଭୟ ଚାଳକଙ୍କୁ ଜୀବିତ ଅବସ୍ଥାରେ ଉଦ୍ଧାର କରିଛନ୍ତି। ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅନ୍ତର୍ଗତ 55 ନମ୍ବର ଜାତୀୟ ରାଜପଥର ଚାଟୁଣୀ ନିକଟରେ। ଗତ ବିଳମ୍ବିତ ରାତିରେ ଏକ କ୍ଷୀର ବୁଝେଇ ମହିନ୍ଦ୍ରା ପିକଅପ୍ ଓ ଏକ ଟ୍ରଲର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିବା ବେଳେ ରେଢ଼ାଖୋଲ ଦମକଳ ବାହିନୀ ଉଭୟ ଡ୍ରାଇଭରଙ୍କୁ ଉଦ୍ଧାର କରି ଉପଖଣ୍ଡ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି। ସମ୍ବଲପୁର ଜିଲ୍ଲା ରେଢ଼ାଖୋଲରୁ ବିନୋଦ କୁମାର ସେଠୀଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।